जय जगन्नाथ आपण मानक प्रज्योतिष को स्वागत। आज मु आरंभ करुच्ची भगवत गीतार किछि किछि अध्याय आउ ता सहित तार सारांश। एबे चलंतु जानिबा भगवत गीतार प्रथम अध्यायर सारांश। प्रथम अध्यायर नाम होउची अर्जुन विषाद योग। भगवत गीतार उपदेश को परिस्थापना करी एई अध्याय रे कुहा जायछि जे ଯେଉଁଥିରେ ଉଭୟ ଶ୍ରୋତା ଏବଂ ବକ୍ତା ଶାନ୍ତି ଖୋଜିବାକୁ ଚାହେଁ ନାହିଁ ବରଂ ଜୀବନର ଗଭୀର ସମସ୍ୟାର ସମାଧାନ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି, ସେମାନଙ୍କୁ ଭଗବତ ଗୀତା ପଢ଼ିବା କି ଶୁଣିବା ନିହାତି ଭାବରେ ଦରକାର। ସାହସିକତା, ଧୈର୍ଯ୍ୟ, ସାହସ ଏବଂ ଶକ୍ତି ଏହି ଚାରୋଟି ଗୁଣର ବ୍ୟକ୍ତିତ୍ୱ ଥିଲେ ଅର୍ଜୁନ। ତା ବ୍ୟତୀତ ତାଙ୍କ ପାଖରେ ଥିଲା ଆଉ ଦୁଇଟି ଗୁଣ ମଧ୍ୟ, ଗୋଟିଏ କ୍ଷମା ଆଉ ଗୋଟିଏ ଜ୍ଞାନ। ବଳପୂର୍ବକ କ୍ଷତ୍ରିୟ ଧର୍ମ ମାଧ୍ୟମରେ ଅର୍ଜୁନ ରାଜ୍ୟରେ ପହଞ୍ଚି ମଧ୍ୟ ସେ ନିରୁପାୟ ଆଉ ଅସମର୍ଥ ଥିଲେ ଯୁଦ୍ଧ କ୍ଷେତ୍ରରେ। ଏକ ବିଚିତ୍ର ପ୍ରକାରର କରୁଣାର ଭାବ ତାଙ୍କ ମନରେ ସୃଷ୍ଟି ହେବା ଦ୍ୱାରା ଯୁଦ୍ଧ ସ୍ୱଭାବ ଲୁପ୍ତ ହେବା ଆରମ୍ଭ ହେଇଗଲା। ଯେଉଁ କର୍ତ୍ତବ୍ୟ ତାଙ୍କୁ ଯୁଦ୍ଧଭୂମିକୁ ଆଣିଥିଲା ସେଥିରୁ ସେ ବିମୁଖ ହେଲେ। ଏହି ମୁହୂର୍ତ୍ତରେ ତାଙ୍କ ମନ ଭିତରେ ଧର୍ମଯୁଦ୍ଧ ଚାଲିଥିଲା। ସେ ବୁଝିପାରୁନଥିଲେ କେମିତି ଯୁଦ୍ଧ କରିବେ। ସେ ଜାଣିପାରୁନଥିଲେ ସେ କ'ଣ କରିବେ ଆଉ କ'ଣ ନ କରିବେ। ଯୁଦ୍ଧ କରିବେ ନା ବୈରାଗ ନେବେ। ମନରେ ଅନେକ ପ୍ରଶ୍ନ, ଅନେକ ଭାବନା, ଅନେକ ଦ୍ୱନ୍ଦ୍ୱ। ଏହି ସବୁ ମନୋଭାବର ଚରମ ପରିସ୍ଥିତିରେ ନିଜ ଧନୁ ଏବଂ ତୀରକୁ ରଖିଦେଲେ। ଶ୍ରୀକୃଷ୍ଣ ଅର୍ଜୁନଙ୍କର ଏଭଳି ପରିସ୍ଥିତି ଦେଖି ଜାଣିପାରିଲେ ଅର୍ଜୁନଙ୍କର ଶରୀର ଏଇଠାରେ ଅଛି, ଏଇ ଯୁଦ୍ଧ କ୍ଷେତ୍ରରେ ଅଛି, କିନ୍ତୁ ମନ ଆଉ କୋଉଠି ତାଙ୍କର। ମନ ଭିତରେ ତାଙ୍କର ଚାଲିଛି ଧର୍ମଯୁଦ୍ଧ। ଯେମିତି ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ତାଙ୍କର ମନୋବଳ ଭାଙ୍ଗି ଯାଇଥିଲା। ସେ ଭୁଲି ଯାଇଥିଲେ ନିଜ କ୍ଷତ୍ରିୟ ଧର୍ମକୁ। ବିନା ମନର ଶରୀର ଛିଡ଼ା ହେବା ଅସମ୍ଭବ। ତେଣୁକରି ଶ୍ରୀକୃଷ୍ଣଙ୍କ ସାମ୍ନାରେ ତାଙ୍କର ଗୁରୁ କର୍ତ୍ତବ୍ୟ ଆସିବାକୁ ବାଧ୍ୟ ହେଲା। ସିଏ ଏବେ ବନ୍ଧୁତାର ଭାବକୁ ବନ୍ଦ କରି ଗୁରୁର କର୍ତ୍ତବ୍ୟ ଆଣିବାକୁ ଚେଷ୍ଟା କଲେ। ତାଙ୍କର ଗୋଟିଏ ଲୟ ଥିଲା, ଯେମିତି ହେଉ ପଛେ ଏହି ଯୁଦ୍ଧ କ୍ଷେତ୍ରରେ ଅର୍ଜୁନ ଯୁଦ୍ଧ କରନ୍ତୁ। ସେଥିପାଇଁ ସେ ତର୍କ ଦ୍ୱାରା ବା ବୁଦ୍ଧି ଦ୍ୱାରା କିମ୍ବା ଜ୍ଞାନ ଦ୍ୱାରା, ନହେଲେ କର୍ମ ଦ୍ୱାରା, ନହେଲେ ବିଶ୍ୱାସର ସ୍ୱଭାବ ଦ୍ୱାରା, କିମ୍ବା ଜୀବନର ସ୍ଥିତି ବୁଝାଇବା ଦ୍ୱାରା, କିମ୍ବା ପୁରୁଷର ପରିଚୟ ଦ୍ୱାରା, ନହେଲେ ଶେଷରେ ନିଜ ବିଶ୍ୱରୂପ ଦେଖାଇବା ଦ୍ୱାରା ଅର୍ଜୁନଙ୍କର ମନକୁ ସେ ଉଦ୍ଧାର କରିଥିଲେ। ଏହି ତତ୍ତ୍ୱଚର୍ଚ୍ଚାର ବିଷୟ ହେଉଛି ଆମର ଶ୍ରୀମଦ୍ ଭାଗବତ ଗୀତା, ଯାହାର ପ୍ରଥମ ଅଧ୍ୟାୟରେ ବର୍ଣ୍ଣିତ ରହିଛି ଦୁଇ ସେନାର ବିବରଣୀ ବିଷୟରେ। ତା ସହିତ ବର୍ଣ୍ଣନା କରାଯାଇଛି ଶ୍ରୀକୃଷ୍ଣ ଶଙ୍ଖ ବଜାଇବା ପଶ୍ଚାତ୍ ଅର୍ଜୁନ ସେନାଗଣକୁ ଦେଖିବା ପାଇଁ କେମିତି ଶ୍ରୀକୃଷ୍ଣଙ୍କୁ କହିଥିଲେ ନିଜ ରଥକୁ ଯୁଦ୍ଧକ୍ଷେତ୍ରର ମଝିରେ ନବା ପାଇଁ। ଆଉ ଶେଷରେ ବର୍ଣ୍ଣନା କରାଯାଇଛି ଦୁଃଖ ଦ୍ୱନ୍ଦ୍ୱ ଭିତରେ ବୁଡ଼ି ଯାଇଛନ୍ତି କେମିତି ଅର୍ଜୁନ, କେମିତି ବିମୁଖ ହେଇଛନ୍ତି ନିଜ କ୍ଷତ୍ରିୟ ଧର୍ମରୁ, କେମିତି ମନ ତାଙ୍କର ଭରି ଆସିଛି, ମନରେ ସୃଷ୍ଟି ହେଇଛି କରୁଣାର ଭାବ। ଆଜି ପାଇଁ ଏତିକି। ପୁଣି ଥରେ ଆଣିବି ଦ୍ୱିତୀୟ ଅଧ୍ୟାୟର ସାରାଂଶ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଏମିତି ଶୁଣିବାକୁ ଇଚ୍ଛା କରୁଛନ୍ତି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।